श्रीमद्भागवत प्रथमस्कन्द एकादशोऽध्याय। श्रीसुत उवाच। सुतकहन्ति सावधाने शृण सकलमुनिजने। एमन्ते निज राज्ये हरि मिलिले शङ्खनाद करि। से पाञ्चजन्य शङ्ख शब्द हरिला प्रजाଙ୍କ विषाद। सेनाद स्फुरे जेते दूरे जन्म मरण पाप हरे। सेनाद स्फुरे घन घन शुनि सकल प्रजाजन। धामन्ति परमहरषे कृष्णर दर्शन लालसे। विविध उपायन हस्ते मिलिले गोविन्द ग्रते। रवि समीपे दीपवन्ति दिवसे जेसने दिशन्ति। हरि परिपूर्ण काम आत्मप्रकाशे आत्मराम। तार निकटरुण्ड होई सकळे शिरे कर देई। बालक पिता गमन हरषे हुआई जेसने। आनन्दे कृष्ण मुख चाहि कहन्ति शिरे कर देई। भोनाथ परम कारण तोहरा भय चरण। शिव विरञ्चि आदि देवे नित्य भजन्ति आत्मलाभे। सेहि त आत्मर कल्याण तो पादे ध्यान नारायण। से काल जगत संहारे तोहरा सेवक न पारे। तू आम्भ पिता माता पति सर्वसंकल्प क्षमागति। परम गुरु जे दैवत सुहृद प्राय बन्धुसुत। तो बिनु न जानु त किछि तू देव सर्व शान्ति साखी। अनाथ नाथ तू आम्भर देव मानवे अगोचर। तोर बदनु नारायण प्रेम दूषित निरीक्षण। से सुख घेनी जेते बेले कुरु नगरे बन्धु मेले। इच्छारे कलु तु गमन तोते न देखि आम्भ मन। क्षणक कोटि जुगमणु दिवस रजनी न गणु। कोटि नयन जन्तु बहि कि करे रवि जेबे नाही। तोहरा प्रसन्न वदन अखिल ताप विमोचन। चिर प्रवासे तान देखि आम्भ जीवन बड़ दुखी। एमन्त जन मुख शुनि आनन्द प्रभु चक्रवाणी। अमृत लोचने अनाई पुरे प्रवेश भावग्राही। जादव सात वंश मिली सबदे पुरे
ମହିସ୍ଥଳୀ ମତ ମାତଙ୍ଗ ସଖର ରଥେ ମଣିଣି ଅଳଙ୍କାର ପଦାତି ବଳ ପ୍ରମିତ ଧାମନ୍ତି ବୀର ଯୁଥ ଯୁଥ ଚଳନ୍ତେ ଚତୁରଙ୍ଗ ବଳ ପାତାଳେ କମ୍ପେ ନାଗକୂଳ ସକଳ ବୃକ୍ଷେ ପୁଷ୍ପ ଫଳ ଆଶ୍ରମଲତା ଦ୍ରୁମ ମେଳ ଆମ୍ବ କଦଳୀ ନାନା ବର୍ଣ୍ଣ ଜଳେ କ୍ରୀଡ଼ନ୍ତି ବିହଙ୍ଗମ ତୋରଣ ପୁର ଦ୍ୱାର ମାର୍ଗେ ଉଚ୍ଚେ ବନ୍ଧନ ନବରଙ୍ଗେ ଧ୍ୱଜ ପତାକା ଛନ୍ଦ୍ର ଶୋହେ ସୁନ୍ଦର ପଥ ମନ ମୋହେ ମାର୍ଜନା କରି ଯେଝାପୁରୀ ଲତା କୁସୁମ ଗନ୍ଧବାରୀ ପୂର୍ଣ୍ଣ କଳସ ଧୂପ ଦୀପେ ଜୟ ଶବଦ ନାନା ରୂପେ କୃଷ୍ଣର ଆଗମନ ଜାଣି ସକଳ ଦ୍ୱିଜେ ବେଦ ଭଣି ରାମ ଗକୁର ଉଗ୍ରସେନ କୃଷ୍ଣର ଯେତେ କନନ୍ଦନ ହରଷ ଉପୁଜିଲା ମନ ଉପେକ୍ଷୀ ଶୟନ ଭୋଜନ ଉତ୍ତମ ହସ୍ତି ସଜ କରି ଯାଦବେ ମଙ୍ଗଳ ଉଚାରି ମଙ୍ଗଳ ବେଦ ମାର୍ଗେ ସ୍ଫୁରେ ମାର୍ଗେ ଚଳିଲେ ବିପ୍ରବରେ ଶଙ୍ଖ ମହୁରୀ ଭେରି ତୁରୀ ଯେ ବାଦ୍ୟ ମଙ୍ଗଳ ଉଚାରି ଏମନ୍ତେ ପୁର ଜନପଥେ ଆନନ୍ଦେ ମିଳିଲେ ସମସ୍ତେ ସତେ ସହର୍ଷ ଆରଙ୍ଗନା ଯେ ରୂପେ ଜଗତ ମୋହନା କୁଣ୍ଡଳ ଲମ୍ବିତ ଶ୍ରବଣେ ନୂପୁର ବାଜ ଚରଣେ ସୁନ୍ଦର ପଙ୍କଜଲୋଚନ ନୟନେ ପୂରିତ ଅଞ୍ଜନ ଅଳକା ତିଳକ କୁସୁମ ବେଦ ଦାନବେ ମନୋରମ ନର୍ତ୍ତକୀ ବନ୍ଦୀ ଗଣସୂତେ ଆଗେ ଚଳନ୍ତି ଯୁଥେ ଯୁଥେ କୃଷ୍ଣର ଅଦ୍ଭୁତ ଚରିତ ମଙ୍ଗଳ କଲେ ବାଦ୍ୟ ଗୀତ ଚଳିଲେ ଶ୍ରୀକୃଷ୍ଣର ପାଶେ ସକଳେ ପରମ ହରଷେ ଗୋବିନ୍ଦ ଦେଖି ପୁରଜନ ତକ୍ଷଣୀ ଉପେକ୍ଷୀ ଶୟନ ଯେ ହରି ସର୍ବଗୁଣ ନିଧି ବନ୍ଧୁ ବୁଝିଲେ ଯଥାବିଧି ତାହାଙ୍କୁ କରି ନମସ୍କାର ଆନନ୍ଦେ ଧରି କରେ କର କାହାକୁ କଲେ ଆଲିଙ୍ଗନ କାହାକୁ ଦିଅନ୍ତି ଚୁମ୍ବନ କାହାକୁ ମନ୍ଦ ହାସେ ଚାହିଁ ଭାବେ ତୋଷିଲେ ଭାବଗ୍ରାହୀ ଆଶ୍ୱାସ କରି ପୁରଜନେ ତୋଷିଲେ ବିପ୍ର ଜନେ ଧନେ ଚଣ୍ଡାଳୁ ବ୍ରହ୍ମ ଯାଏ ପୂଜା କରି ତୋଷିଲେ ଦେବରାଜା କୁଳ ପୂଜିତ ଜ୍ଞାତି ବୃଦ୍ଧ କୃଷ୍ଣଙ୍କୁ କରି ଆଶୀର୍ବାଦ ପୁରେ ପ୍ରବେଶ ଜନାର୍ଦ୍ଦନ ଦ୍ୱାରକାପୁରେ ବନ୍ଧୁଜନ ତକ୍ଷଣେ ଗଲା ଦୂର କରି ଆରୋହୀ ଅଟାଳି ପାଚେରୀ ନାନା ମଙ୍ଗଳ ନିଜପୁରେ କୃଷ୍ଣବଦନ
ନିରନ୍ତରେ ଦେଖି ସନ୍ତୋଷ ହୋଇ ମନେ ଅମର ଯେହ୍ନେ ସୁଧା ପାନେ ଲକ୍ଷ୍ମୀ ନିର୍ମାଣ ଯାର ଅଙ୍ଗ କେ ଲଭି ପାରେ ତାର ସଙ୍ଗ ସାଧୁ ସୁପୁଣ୍ୟ ଯାର ଗାତ୍ରେ ପ୍ରାଣୀ ଲୋଚନ ଜ୍ଞାନ ମାତ୍ରେ ଯାହାର ଚାରି ଭୁଜ ତୁଲେ ବାସବ ଆଦି ଦିଗପାଳେ ଯାହାର ଭୟ ଚରଣ ଭକ୍ତ ଜନଙ୍କର ଶରଣ ଧବଳ ଛତ୍ର କେବା ତ ଧରେ କେବା ଚାମର ବିଞ୍ଚେ କରେ ଜୟ ସବଦ କେ କରନ୍ତି କେବା କୁସୁମ ବରସନ୍ତି ରଥେ ଗୋବିନ୍ଦ ତନୁ ଶୋଭା କିବା ଉପମା ଆମ୍ଭେ ଦେବା ହୃଦୟେ ଲମ୍ବେ ବନମାଳ ଶ୍ରବଣେ ମକର କୁଣ୍ଡଳ ପୀତବସନ ମଧ୍ୟଭାଗେ ଯେହ୍ନେ ବିଜୁଳି ନୀଳ ମେଘେ ଅକ୍ରଶ ଶାଙ୍କ ଶକ୍ରଚାପ ସ୍ୱଭାବେ ନିକାଞ୍ଚନ ରୂପ ପୁରେ ପ୍ରବେଶ ବ୍ରହ୍ମରାଶି ତକ୍ଷଣେ ମାତୃ ଗଣେ ଆସି ଆନନ୍ଦେ କଲେ ଆଲିଙ୍ଗନ କୃଷ୍ଣଙ୍କୁ କରିଣ କଲ୍ୟାଣ ଦେବକୀ ଆଦି ପିତୃନାରୀ ଚରଣେ ନମିଲେ ମୁରାରୀ ସକଳ ମାତୃଗଣ ମିଳି କୋଳେ ବସାଇ ବନମାଳି ଅତ୍ୟନ୍ତ ପୁତ୍ର ସ୍ନେହ ଭରେ କ୍ଷୀର ଶ୍ରବଇ ପୟୋଧରେ ଅତି ଆନନ୍ଦେ ଅଶ୍ରୁନେତ୍ରେ ପୁଲକେ ରୋମ ପନ୍ତି ଗାତ୍ରେ ମାତୃଗଣଙ୍କ ସଙ୍ଗେ ହରି ନିଜ ଭୁବନେ ବିଜେ କରି 16 ନାରୀଙ୍କର ବିରାଜେ ରତ୍ନମୟ ପୁର ସକଳ କାମନା ରାମ ଯହିଁ ବିଜୟ ପୁଣ୍ୟ କାମ ମାୟାର ବଳେ ବନମାଳି ପତ୍ନୀ ଭୁବନେ ବିଜେ କରି ଅଷ୍ଟାଧିକ ସତେ ନାରୀ 16 ପରିବାରୀ ପଶିଲେ ତେ ରୂପ ହୋଇ ହାସ୍ୟ କଟାକ୍ଷେ ମନ ମୋହି ଭବନେ ଦେଖି ନିଜ ପତି ସମ୍ଭ୍ରମେ ସକଳ ଯୁବତୀ ପରେ ଗୋବିନ୍ଦ ମୁଖ ଦେଖି ନିର୍ମଳ କଲେ ବେନି ଆଖି ଅନ୍ତରେ ସ୍ୱାମୀ ରୂପ ଧରି ନିବିଡ଼େ ଆଲିଙ୍ଗନ କରି ସ୍ୱଭାବେ ଲଜ୍ଜିତ ବଦନ ଲୋତକେ ପୂରିତ ନୟନ କୃଷ୍ଣଙ୍କୁ ପାଇ ଏକ ଚିତେ ତଥାପି କୃଷ୍ଣ ପଦାଗତେ ଅତି ପୀରତି ନବ ନବ ସ୍ୱାମୀ ଚରଣେ କଲେ ଭାବ ପତିଙ୍କ ପାଦ ସେବା କଲେ କେ ତାହା ଛାଡ଼ି ପାରେ ଭଲେ ଲକ୍ଷ୍ମୀ ଯେ ସ୍ୱଭାବେ ଚଞ୍ଚଳା ସେହି ନ ଛାଡ଼େ ପ୍ରତିବେଳା ଏହି ପ୍ରକାରେ ନରହରି ବଳେ ଧରଣୀ ଭାରା ହରି ଦଶୟୁତ ରାଜା ଗଣେ ଉଭାରି ସଂହାରିଲେ ରଣେ କଳି ଭିଆଇ ନାରାୟଣ ଅନଳ ଯେହ୍ନେ ସମୀରଣ ଆସିଲା ଅହଙ୍କାର କ୍ରୋଧେ ବିମାନେ ବସି ନିରାୟୁଧେ ସ୍ୱମାୟା ବଳେ ନରହରି ମନୁଷ୍ୟ ଦେହେ ଅବତରି
ଅଜ୍ଞାନୀ ଯେହ୍ନେ ଗୃହେ ରହି ବଞ୍ଚଇ ଭାଜ୍ୟାରତ ହୋଇ ପତ୍ନୀର ନାନା ପ୍ରେମ ରଙ୍ଗେ ଯନ୍ତ୍ରିତ ମୋହିତ ଅନଙ୍ଗେ କୃଷ୍ଣର ଯେତେ ନାରୀଗଣ ସୁନ୍ଦରୀ ମୋହନ୍ତି ବଦନ ଭାବେ ପ୍ରେମ ଛନ୍ଦର ସେ ନିତ୍ୟ ସେବନ୍ତି କୃଷ୍ଣ ପାଶେ ବିବିଧ ଲିଙ୍ଗନ ଦେଇ ଯାମନ ନ ପାରିଲେ ମୋହି ଏ ଜୀବ ଲୋକ କାହୁଁ ଜାଣି ଆପଣା ତୁଲ୍ୟ କରି ମଣେ କାହୁଁ ପାରିବ ବଶ କରି ନିର୍ଲେପ ପ୍ରଭୁ ନରହରି ସେ ହରି ଶ୍ରୀ ପଦ୍ମଚରଣ ସୁଜନେ ଚିନ୍ତନୁକ୍ଷଣ କହଇ ବିପ୍ର ଜଗନ୍ନାଥ ପ୍ରଥମ ସ୍କନ୍ଧେ ଭାଗବତ ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟା संहिताया वैयासिक्या प्रथमस्कन्धे श्रीकृष्ण समागमे नाम एकादशोऽध्यायः सम्पूर्णम्।